ମାଲୋ ହିମାଳୟ ପର୍ବତର ଶିଖର ଗୋଟେ ଝରଣା ନିର୍ଝର ଯୋଉ ଝରଣା ଶୁଖେ ନା ମାଲୋ ଝରଣାଟି କଳକଳ ନାଦ କରି ବହି ଝରଣା ପାଣି ଦୁଇ କୂଳକୁ ଛିଟିକି କଅଁଳିଆ ଘାସ ଗୁଡାକ ମୁଣ୍ଡ ଟେକିଛି ନନ୍ଦିନୀ ଗାଈ ଆନନ୍ଦରେ ସେ ଘାସକୁ ଚରୁଛି ରାଜା ଦେଖିଲେ ଗାଈ ତ ଚରୁଛି ମୋର ଭୁଲ କଣ ମୁଁ ଟିକେ ହିମାଳୟର ଅପୂର୍ବ ଶୋଭାକୁ ଦର୍ଶନ କରି ରାଜା ଟିକେ ବେପରୁଆ ଅନ୍ୟ ମନସ୍କ ହେଇଗଲେ ମୋ ମା ଠିକ ଏତିକି ବେଳେ ହେଲା କଣ ନନ୍ଦିନୀର ବାପା ମାନେ ହଠାତ୍ ରାଜା ବେପରୁଆ ହେଇଯାଇଛନ୍ତି ଅନ୍ୟ ମନସ୍କ ହିମାଳୟ ପର୍ବତକୁ ଚାହିଁଛନ୍ତି ହଠାତ୍ ନନ୍ଦିନୀ ଗାଈର ଇଏ ହମା ହମା ରଟି ଶୁଭିଲା ଚମକି ପଡିଲେ ରାଜା ଆରେ ମୋ ଗାଈ ଏଇଠି ଚଢୁଥିଲା ଗଲା କୁଆଡେ ମୋ ଗାଈ ଗଲା କୁଆଡେ ମାଲୋ ବିବ୍ରତ ହୋଇ ପଡିଲେ ବିବ୍ରତ ହୋଇ ପଡିଲେ ରାଜା ଦିଲ୍ଲୀପ ଗାଈ ଦେଖିଲେ ସେ ସ୍ଥାନରେ ଯାଇ ଦେଖିଲେ ସେ ସ୍ଥାନରେ ଯାଇ ଦେଖିଲେ ସେ ସ୍ଥାନରେ ନନ୍ଦିନୀ ଟିକେ ସରି କରିଛି ଆତ୍ମଗଣରେ ଯାଇ ଦେଖିଲେ ସେ ଚମକି ପଡିଲେ ରାଜା ଦିଲ୍ଲୀପ ମୋ ନନ୍ଦିନୀ ଗାଈ ଏଇଠି ଚଢୁଥିଲା ଗଲା କୁଆଡେ ଚମକି ପଡିଲେ ବିବ୍ରତ ହୋଇ ନନ୍ଦିନୀ ଗାଈକୁ ଖୋଜିଲେ ଯାଇ ଦେଖିଲା ବେଳକୁ ହିମାଳୟ ପର୍ବତର ଗହ୍ୱର ଭିତରେ ମା ପଶୁରାଜ ସିଂହ ଅନ୍ୟ ମନସ୍କ ହୁଅଲା ମା ଏଇଠି ନ୍ୟାୟ ପଶୁରାଜ ସିଂହ ନନ୍ଦିନୀ ଗାଈ ପିଠି ଉପରେ ବଇଛି ପଶୁରାଜ ସିଂହ ନନ୍ଦିନୀ ଗାଈ ପିଠି ଉପରେ ବଇଛି ତାଜା ରକ୍ତ ପିଇବ ସତ୍ୟ ମାଂସ ଖାଇବ କଳିଆ କଲିଜା ଛିଣ୍ଡେଇ କ୍ଷୁଧା ତୃଷା ନିବାରଣ କରିବ ନନ୍ଦିନୀ ଗାଈ ପିଠି ଉପରେ ବସିଛି ପଶୁରାଜ ସିଂହ ରାଜା ଦିଲ୍ଲୀପ ଯାଇ ପହଞ୍ଚିଗଲେ ଡାକିଲେ ଏ ପଶୁରାଜ ଭଲ ଦଶା ଅଛି ଯଦି ମୁଁ ନନ୍ଦିନୀ ଗାଈକି ଛାଡ଼ିବିନି ଆଜି ଏ ନନ୍ଦିନୀ ଗାଈର ମାଂସ ଭକ୍ଷଣ କରିବି ତା ତାଜା ରକ୍ତ ପିଇବି ମୋତେ ଜାଣିଛୁ ମୁଁ ହଉଛି ସୂର୍ଯ୍ୟ ବଂଶର ରାଜା ଦିଲ୍ଲୀପ ମୋତେ ଜାଣିଛୁ ରାଜା ଗୋଟାଇ ସର ମାରିବି ତ ଜୀବନ ଥିବ ମାରିବୁ ଆରେ ମାରେ ତ ଟିକେ ମୁଁ ଦେଖେ ପଶୁରାଜ ସିଂହ ଆହ୍ୱାନ କରୁଛି ମାରୁ ମାରେ ଦେଖିବି ମୁଁ ଟିକେ ମାରେ ରାଜା କଣ କଲେ କହିଲେ ବାମେ ତରସ୍ତ୍ୟସ୍ୟ କର ପ୍ରହର୍ତ୍ତ ପ୍ରଭା ଭୂଷିତ କଙ୍କ ପତ୍ରୀ ଭକ୍ତାଙ୍ଗୁଳି ସାୟକ ପୁଙ୍ଖ ଚିତ୍ରାର ପିତାର ଭୈମ୍ବ ପତସ୍ତେ ବାମେ ତରସ୍ତ୍ୟସ୍ୟ କର ପ୍ରହର୍ତ୍ତ ବାଁ ହାତରେ ଧଇଲେ ଧନୁ କଙ୍କପତ୍ରେ ବା ତୃଣୀ ଡାହାଣ ହାତଟା ଗଲା ତୃଣୀରୁ ସର ଆଣିଲେ ସିନା ଚୋଚିବି ଡାହାଣ ହାତଟା ଯାଇଛି ତୃଣୀ ମଧ୍ୟକୁ ସର ଆଣିବାକୁ ଆଉ ହାତ ଫେରୁନି ପ୍ରତିମୂର୍ତ୍ତି ଚିତ୍ର ଫଟୋ ଚିତ୍ର ପିତୁଳା ଭଳି ରାଜା ଛିଡା ହେଇଛନ୍ତି ଆଉ ଡାହାଣ ହାତ ଫେରୁନି ନା ସର ମାରି ପାରୁନି ପଶୁରାଜ ସିଂହ କହୁଛି ରେ ମାରେ
ବାପା ମାନେ ଶୁଣନ୍ତୁ କେଡେ ସୁନ୍ଦର ନ୍ୟାୟ। ବେଶ ପଶୁରାଜ ସିଂହ କହୁଛି ମାରୁନୁ ମାରେ ମାରେ ମତେ ଜାଣିଛୁ କିଏ? ସିଂହ କହୁଛି ପରିଚୟ ଦଉଛି ହଁ କହୁଛି ରାଜା ମତେ ବୋଲେ ଅଳମହିପାଳ ତବ ଶ୍ରମେଣ ପ୍ରଯୁକ୍ତ ମପ୍ୟସ୍ତ୍ରମିତ ବୃଥା ଶ୍ୟାମପାଦପନ ମୂଳନ ଶକ୍ତି ରଙ୍ଗ ଶିଳଚ୍ଛୟ ମୁଚ୍ଛତି ମାରୁତସ୍ୟ। ପଶୁରାଜ ସିଂହ କହୁଛି ରାଜା ଅଳମହିପାଳ ଆମେ ଦି ଜଣ ରାଜା ନୁହଁ ମୁଁ ଜଙ୍ଗଲର ରାଜା ସିଂହ ଅଯୋଧ୍ୟାର ରାଜା ଦିଲ୍ଲୀପ ମୁଁ ପ୍ରଜା ମାନଙ୍କର ରାଜା ଦିଲ୍ଲୀପ ଆମେ ଦି ଜଣ ସମଧର୍ମୀ ହେଲେ ତବ ଶ୍ରମେଣ ତୁ ଯୋଉ ଶ୍ରମ ପରିଶ୍ରମ ତୁ ଯୋଉ ଶ୍ରମ ଗୁଡାକ କରୁଛୁ ସର ମାରି ମତେ ମାରିଦବୁ ବୃଥାରେ କାହିଁ କରୁଛୁ ବୃଥା ସବୁ ବୃଥା ବୃଥା ଶିଳଚ୍ଛୟ ମୁଚ୍ଛତି ମାରୁତସ୍ୟ। ମାରୁତିସ୍ୟ ଇଏ ପବନ ଆସିଲେ ଗଛ ଗୁଡାକ ମୋଡି ଭାଙ୍ଗି ଦବ ଭାଙ୍ଗି ଦବ ଓପାଡ଼ି ଦବ ଏ ମାରୁତସ୍ୟ ପର୍ବତର ପାହାଡର କଣ କରିବ କଣ କରିବ ମୋର ତୁ କଣ କରିବୁ ଆଟିସ୍କୋପ ମୁଁ କିଏ ଜାଣିଛୁ କିଏ? କହିଲା କୈଳାସ ଗୌରଂ ବୃଷ ମାରୁ ରୁକ୍ଷ ଆଦର ପୁଣାନୁଗ୍ରହ ପୁତ୍ର ପୃଷ୍ଠ ଅବହିଙ୍କିଂ କଲମଷ୍ଟ ମୂର୍ତେ କୁମ୍ଭୋଦର ନାମ ପଶୁରାଜ ସିଂହ କହିଲା ମତେ ଜାଣିଛୁ ମୁଁ କିଏ? ଓଡିଆ କରିଦେଲି ଏ ଶ୍ଲୋକ ସଂସ୍କୃତ ଶ୍ଲୋକ କିଏ କିଏ ଓଡିଆ ଉତ୍କଳ ଘଣ୍ଟ ଯଦୁମଣି କଣ କହିଲେ? କହିଲେ ଅଷ୍ଟମୂର୍ତ୍ତି ଯୋଗେଶ୍ୱରଙ୍କ କିଙ୍କର ନାମ ମୋର କୁମ୍ଭୋଦର ପୃଥରେ ପଦ ଦେଇ ସଦାଶିବ ପୃଥରେ ପଦ ଦେଇ ସଦାଶିବ ନିତ୍ୟ କରତି ବିହାର ସେ ଦେଖ ସେ ଦେଖ ଏହି ଦେବତାର ବୃକ୍ଷ ସେ ଦେଖ ସେ ଦେଖ। ମିଛରେ ବାହାଦୁର ପଶୁରାଜ ସିଂହ କହୁଛି ମତେ ଜାଣିଛୁ ଜାଣିଛୁ ଅଷ୍ଟମୂର୍ତ୍ତି ଯୋଗେଶ୍ୱରଙ୍କ କିଙ୍କର ନାମ ମୋର କୁମ୍ଭୋଦର ମୋ ନାଁ ହଉଛି କୁମ୍ଭୋଦର ସିଂହ ମୁଁ ହଉଛି ନିକୁମ୍ଭର ମିତ୍ର ମୋ ପୃଷ୍ଠରେ ପାଦ ଦେଇ ସଦା ମହାଦେବ ଯେତେବେଳେ ପର୍ଯ୍ୟଟନ କରିବାକୁ ଯାଆନ୍ତି ମୋ ପିଠି ଉପରେ ପାଦ ଦେଇ ବୃଷଭ ଉପରେ ବସନ୍ତି ନଦୀ ଉପରକୁ ଯାଆନ୍ତି ଇଏ ହେଉଛି ମା ପାର୍ବତୀଙ୍କର ସିଦ୍ଧ ବନ ମା ପାର୍ବତୀ ମତେ ପଠେଇଛନ୍ତି ଏ ବନକୁ ଜଗିବାକୁ ପାଇଁ ମୋ ସ୍ଥାନରେ ତୋ ଗାଈ ଆସି ପହଞ୍ଚିଲା ପହଞ୍ଚିଲା ମୁଁ କେମିତି ଛାଡ଼ିବି କଣ ପାଇଁ ଆଉ ମାରିବୁ ଯଦି ମାରେ ମତେ ମାର ମୁଁ ଛାଡ଼ିବିନି ନା ଆଜି ନନ୍ଦିନୀ ଗାଈକି ମାରି ଖାଇବି କଳିଆ କଲିଜା ଛିଣ୍ଡେଇ ଖାଇବି ତାଜା ରକ୍ତ ପିଇବି ସଦ୍ୟ ମାଂସ ଖାଇ ମୋ କ୍ଷୁଧା ତୃଷା ନିବାରଣ କରିବି ମାଲୋ ଏଇଠି ରାଜା ଦିଲ୍ଲୀପ ପଡ଼ିଲେ ଚିନ୍ତା ଚିନ୍ତାରେ ଇଏ ସାମାନ୍ୟ ସିଂହ ନୁହଁ ନା ନା ଇଏ ଶିବଙ୍କର ଅନୁଚର ୟା ପାଖରେ ଶିବ ଶକ୍ତି ଅଛି ଅଛି ମୁଁ କଣ କରିବି କଣ କରିପାରିବେ ହେଲେ ହେଲେ ମୁଁ ପୁରା ଗୁରୁଙ୍କ ନିକଟରେ ପ୍ରତିଜ୍ଞା କରିଛି ଜୀବନ ଦେଇ ଗାଈକି ରଖିବି ମୁଁ ଯଦି ଆଜି ସତ୍ୟ ଭଗ୍ନ ହେବି ମୋ ସୂର୍ଯ୍ୟ ବଂଶରେ କଳଙ୍କ ଲାଗିବ ରାଜ୍ୟ ଛାଡ଼ି ଆସିଛି ପ୍ରଜାମାନେ କେମିତି ଅଛନ୍ତି ତାହା ମୁଁ ଜାଣିନି ନା ମୋ ରାଣୀ ସୁଦକ୍ଷିଣା ଆଶ୍ରମରେ ଅଛି ହେଲେ ହେଲେ ମୋ ନନ୍ଦିନୀ ଗାଈକି ଏ ପଶୁରାଜ ସିଂହ ମାରି ଖାଇଦବ ଇଏ ଭାବୁଥିଲେ